ଆପଣ ଯୋଉ ଭୋଟ ଭିକ୍ଷା କରୁଛନ୍ତି ଯୋଉ ଘର ଘର ଯାଉଛି କେମିତି ଉତ୍ସାହ ଦେଖୁଛନ୍ତି? ଦେଖନ୍ତୁ ମୋ ଡାହାଣ ବାଁ ପଟେ ଯଦି ଆପଣ ଦେଖେଇ ପାରିବେ କ୍ୟାମେରା ଟିକେ ଦେଖାନ୍ତୁ। ଆଜି ବି ଲୋକ କେମିତି ଜରି ତଳେ ଅଛନ୍ତି, କୋଉ ଅବସ୍ଥାରେ ଅଛନ୍ତି। 24 ବର୍ଷର ଶାସନରେ ଯଦି ମୋଦି ପଠାଉଥିବା ଘର ଗରିବଙ୍କ ପାଖେ ପହଞ୍ଚାଇ ପାରିବନି ଏ ସରକାର, ତାହେଲେ ତାକୁ ବଦଲେଇବା ଦରକାର। ଯଦି ଇଏ ଗରିବ ଲୋକ ଦେଖନ୍ତୁ, ବର୍ଷା ଆସିଲେ ଘରେ ଲୋକ ରହିପାରିବେନି। ୟାଙ୍କୁ ତୁରନ୍ତ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇବା, ଗରିବଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତିବଦ୍ଧ। ଗାଁ ଗରିବ କୃଷକ ଯୁବକଙ୍କ ପାଇଁ ଗୋଟେ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଏଥର ବିଜେପି ସରକାର ଦରକାର। ତେଣୁ ଏ ଅଞ୍ଚଳରେ ସବୁ ଭଉଣୀମାନଙ୍କୁ, ବନ୍ଧୁମାନଙ୍କୁ ମୋର ଅନୁରୋଧ, ଗରିବର ଉନ୍ନତି ପାଇଁ ବିଜେପିକୁ ଭୋଟ। ନମସ୍କାର ଓଡ଼ିଶା, ମୁଁ ପ୍ରଶାନ୍ତ କୁମାର ପଣ୍ଡା। ଦୁର୍ନୀତିମୁକ୍ତ ଓଡ଼ିଶା ନିର୍ମାଣ, ଓଡ଼ିଶା ଜନତାଙ୍କ ଦଳ ପ୍ରତିଷ୍ଠାତା ଆଜି କିଛି ଓଡ଼ିଶାବାସୀଙ୍କ ପାଖରେ ବକ୍ତବ୍ୟ ରଖୁଛି। ବନ୍ଧୁଗଣ, ଅତି ଦୁଃଖର ବିଷୟ, ଏ ରାଜ୍ୟର ରାଜନୈତିକ ଦଳମାନେ ଗରିବମାନଙ୍କୁ ଉପହାସ କରି କିପରି ଭୋଟ ଭିକ୍ଷା କରୁଛନ୍ତି, ଏ ଓଡ଼ିଆ ଜାତିର କିପରି ଇଜ୍ଜତକୁ ସାରା ଭାରତବର୍ଷରେ ବିକି ଦେଉଛନ୍ତି। ଆଜି ଆପଣ ଏ ଭିଡ଼ିଓ ମାଧ୍ୟମରେ ଦେଖିବେ, ଗତ ନିର୍ବାଚନରେ ଆମର ରାଜ୍ୟର ନାରୀ ନେତ୍ରୀମାନେ କ୍ଷମତା ଲୋଭରେ ଭୋଟ ପାଇ ରାଜନେତ୍ରୀ ନେତା ହେବା ପାଇଁ କିପରି ଗରିବମାନଙ୍କର ଘରକୁ, ଗରିବ ପରିବାର ଇଜ୍ଜତକୁ ଟିଭି ଆଗରେ ବିକି ଭୋଟ ଭିକ୍ଷା କରୁଛନ୍ତି। ଆମ ରାଜ୍ୟର ଲୋକମାନେ ଗରିବ ହୋଇଥାଇ ପାରନ୍ତି, କିନ୍ତୁ ସେମାନଙ୍କର ହୃଦୟ ବହୁତ ବଡ଼, ସେମାନଙ୍କର ହୃଦୟ ମହାନ। ଆପଣମାନଙ୍କ ଭଳି ତଳସ୍ତରକୁ ଓଡ଼ିଆ ଜାତି, ଓଡ଼ିଶାର ଗରିବ ମହିଳାମାନେ ଯାଇନାହାନ୍ତି। ଆପଣମାନେ ନାରୀ ନେତ୍ରୀ ହେବା ପାଇଁ ଏ ରାଜ୍ୟର ଗରିବ ଲୋକମାନେ କିପରି ଚଳୁଛନ୍ତି ଟିଭି ମାଧ୍ୟମରେ ସାରା ରାଜ୍ୟବାସୀକୁ ଦେଖାଇଦେଲେ, ସାରା ଦେଶକୁ ଦେଖାଇଦେଲେ। ତାଠୁ ଅତି ଲଜ୍ଜାର ବିଷୟ ଆଉ କିଛି ନାହିଁ। କ୍ଷମତାର ଏତେ ଲୋଭ ଲାଗିଛି এই ରାଜନୈତିକ ଦଳର ନେତ୍ରୀମାନଙ୍କୁ। ଜଣେ ମହିଳା ହୋଇ ଜଣେ ଗରିବ ପରିବାରର ହୃଦୟକୁ ବିଦାରିତ କରିଦେଇଛନ୍ତି। ଦେଶବାସୀଙ୍କ ପାଖରେ ଉପସ୍ଥାପନ କରିଛନ୍ତି ଯେ ଏ ରାଜ୍ୟର ଗରିବ ଲୋକର ରହିବା ପାଇଁ ଘର ନାହିଁ। ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରେ ଟଙ୍କା ମିଳିଲେ ଏ ରାଜ୍ୟର ଗରିବ ପରିବାର ଚଳିବେ। ଆମ ରାଜ୍ୟର ଗରିବ ପରିବାରମାନେ ଭିକ୍ଷାବୃତ୍ତି କରି ଚଳୁନାହାନ୍ତି। ଆମ ରାଜ୍ୟର ଗରିବ ଭାଇମାନେ ପରିଶ୍ରମ କରି ଚଳୁଛନ୍ତି। ଆପଣମାନଙ୍କର ଭୋଟ ଭିକ୍ଷା ପାଇଁ ଏ ରାଜ୍ୟର ସମ୍ମାନକୁ ବାହାର ରାଜ୍ୟରେ ବିକନ୍ତୁ ନାହିଁ, ଅନୁରୋଧ କରୁଛୁ। ଯଦି ଏତେ ଗରିବ ପାଇଁ ଦୁଃଖ ଅଛି, ଦୀର୍ଘ 2 ବର୍ଷ ହୋଇଗଲାଣି ସରକାର ଗଠନ କରିକି ରାଜ୍ୟର କେତେ ଗରିବ ଚିହ୍ନଟ କରିଛନ୍ତି। ଗରିବ ଲୋକଙ୍କର ଟିକସ ପଇସାରେ ଶୀତ ତାପ ନିୟନ୍ତ୍ରଣ ଘରେ କାରରେ ଚଳୁଛନ୍ତି। ଗରିବକୁ କ'ଣ ଆପଣମାନେ ଉପହାସ କରୁଛନ୍ତି? ଗରିବ ଟଙ୍କାରେ ସରକାର ଚଳାଉଛନ୍ତି, ଗରିବ ଟଙ୍କାରେ ଭୋଟ କିଣୁଛନ୍ତି। ସୁଭଦ୍ରା ଯୋଜନା ନାଁରେ ଗରିବ ଲୋକଙ୍କୁ ସୁଭଦ୍ରା ଯୋଜନା ମିଳୁନି, ଧନୀ ଲୋକମାନେ ସୁଭଦ୍ରା ଯୋଜନା ପାଉଛନ୍ତି। ଏ ରାଜନୀତି ରାଜ୍ୟରେ ଆଉ ଚଳିବ ନାହିଁ। ଏ ରାଜନୀତି ବନ୍ଦ କରନ୍ତୁ, ଗରିବକୁ ଉପହାସ ବନ୍ଦ କରନ୍ତୁ, ଗରିବ ପରିବାର ଧୈର୍ଯ୍ୟ ଉଡ଼ାନ୍ତୁ ନାହିଁ। ଓଡ଼ିଶାର ଗରିବ ଜନତାଙ୍କୁ ବାହାର ରାଜ୍ୟରେ ସମ୍ମାନ ହରାନ୍ତୁ ନାହିଁ। ଏ ରାଜ୍ୟ ଗରିବ ହେଲେ ବି ଧନୀ। ଆପଣଙ୍କର ପ୍ରଧାନମନ୍ତ୍ରୀଙ୍କର ରୋଜଗାର ଯୋଜନାର ଟଙ୍କା ମିଳିଲେ ଏ ଗରିବ ଲୋକମାନେ ଘର ତିଆରି କରିବେ ନାହିଁ। ଏ ଓଡ଼ିଶାର ଗରିବ ଜନତା ମାନେ ପରିଶ୍ରମ କରି ଚଳୁଛନ୍ତି।
ନିଜର ସମ୍ମାନ ରଖି ଚଳୁଛନ୍ତି। ଯେଉଁ ଟଙ୍କା ଆଣୁଛନ୍ତି ଆପଣମାନେ ଲୁଟୁଛନ୍ତି ଗରିବ ନାଁରେ। ଗରିବ କ'ଣ ଆପଣ ଉପହାସ କରୁଛନ୍ତି? ଆପଣଙ୍କର ନିର୍ବାଚନ ଇସ୍ତାହାର ବଦଳାନ୍ତୁ। ଆଗାମୀ ଭବିଷ୍ୟତରେ ଯଦି କୌଣସି ରାଜନୈତିକ ଦଳ ଗରିବ ଲୋକର ଘର ଦେଖେଇ ବାହାର ରାଜ୍ୟରେ ଓଡ଼ିଶାର ଗରିବ ପରିବାରଙ୍କର ସମ୍ମାନ ହାନି କରିବେ, ତାହେଲେ ରାଜରାସ୍ତାକୁ ଗରିବ ଲୋକମାନେ ଓହ୍ଲାଇବେ। ଗରିବ ନାଁରେ ଭୋଟ ନେଲ, ଶେଷକୁ ଗରିବ ଲୋକର ବସ୍ତି ଭାଙ୍ଗିଲ, ଗରିବ ଭୂମିହୀନ ମାନଙ୍କର ଭୂମି ଛଡ଼ାଇ ନେଲ। ଏପରି ନାରୀ ନେତ୍ରୀମାନଙ୍କୁ କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ। ଗରିବକୁ ଅସମ୍ମାନ କଲେ ଆଗାମୀ ଭବିଷ୍ୟତରେ ବଡ଼ ଆନ୍ଦୋଳନ ହେବ। ବନ୍ଦେ ଉତ୍କଳ ଜନନୀ, ନମସ୍କାର ଓଡ଼ିଶା।